ଏକ ନିର୍ଜନ ରାସ୍ତା, ଧୂଳିରେ ଅଧା ଲୁଚି ରହିଥିବା ଗୋଟିଏ ଚକମକିଆ ମୁଦ୍ରା କିମ୍ବା ହଠାତ୍ ଆପଣଙ୍କ ନଜରକୁ ଆସିଥିବା ଏକ ନୋଟ୍। ଆପଣ କ'ଣ କରିବେ? ଉଠାଇ ନେବେ ନା ସେଠି ଛାଡ଼ିଦେବେ? ସାଧାରଣତଃ ଅଧିକାଂଶ ଲୋକ ଏହାକୁ ଭାଗ୍ୟର ଉପହାର ବୋଲି ଭାବନ୍ତି। କିନ୍ତୁ ଯଦି ଏହି ଧନ ସୌଭାଗ୍ୟ ନୁହେଁ ବରଂ ଏକ ପରୀକ୍ଷା ହୋଇଥାଏ। ହିନ୍ଦୁ ଧର୍ମର କିଛି ପ୍ରାଚୀନ ମାନ୍ୟତା ଅନୁସାରେ ରାସ୍ତାରେ ପଡ଼ିଥିବା ଧନ କେବଳ ଧନ ନୁହେଁ, ଏହା ମାତା ଲକ୍ଷ୍ମୀଙ୍କ ପରୀକ୍ଷା ହୋଇପାରେ। ଏମିତି ଏକ ପରୀକ୍ଷା ଯାହା ମଣିଷର ଲୋଭ, ଧର୍ମ ଏବଂ କର୍ମକୁ ମାପିଥାଏ। ଧର୍ମଗ୍ରନ୍ଥ କୁହେ, ଯେଉଁ ଧନ ଆପଣଙ୍କର ନୁହେଁ ତାହାକୁ ଗ୍ରହଣ କରିବା ଆପଣଙ୍କ ଜୀବନର ଦିଗ ପରିବର୍ତ୍ତନ କରିପାରେ। କିନ୍ତୁ କାହିଁକି? କାରଣ ଶାସ୍ତ୍ର ଅନୁସାରେ ଧନ କେବଳ ଧାତୁ କିମ୍ବା କାଗଜ ନୁହେଁ, ଏହା ଏକ ପ୍ରକାରର ଊର୍ଜା ଏବଂ ଏହି ଊର୍ଜା ନିଜ ମାଲିକଙ୍କ କର୍ମ, ଭାବନା ଓ ଜୀବନର ଛାପକୁ ସାଙ୍ଗରେ ନେଇ ଚାଲିଥାଏ। ତେଣୁ ପ୍ରଶ୍ନ ଉଠେ, ରାସ୍ତାରେ ପଡ଼ିଥିବା ଧନ କି ଅଶୁଭ ହୋଇପାରେ? ଏହା କି କୌଣସି ତାନ୍ତ୍ରିକ ପ୍ରକ୍ରିୟା ସହ ଜଡ଼ିତ ହୋଇପାରେ, ନା କି ଏଥିରେ ତାଙ୍କର ପ୍ରକୃତ ମାଲିକଙ୍କ ଦୁଃଖ ଓ ପୀଡ଼ାର କାହାଣୀ ଲୁଚି ରହିଥାଏ? ଆଜି ଆମେ ଏହି ରହସ୍ୟର ଗଭୀରତାକୁ ଯିବା ଏବଂ ଜାଣିବା ଯେ ପୌରାଣିକ ମାନ୍ୟତା ଅନୁସାରେ ପଡ଼ିଥିବା ଧନ ବିଷୟରେ କ'ଣ କୁହାଯାଇଛି। ହିନ୍ଦୁ ଧର୍ମରେ ଧନକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମନାଯାଉଛି। ଏହା କେବଳ ଏକ ବସ୍ତୁ ନୁହେଁ ବରଂ ଏହା ଏକ ଜୀବନ୍ତ ଊର୍ଜା। ଶାସ୍ତ୍ରରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଅନୁଚିତ ଉପାୟରେ ପ୍ରାପ୍ତ ଧନ ଶେଷରେ ବିନାଶର କାରଣ ହୋଇଥାଏ। ଅର୍ଥାତ୍ ଯେଉଁ ଧନ ଅଧିକାର ବିନା କିମ୍ବା ଭୁଲ ମାର୍ଗରେ ଆସିଥାଏ, ସେହି ଧନ ଜୀବନରେ ବିବାଦ, ଅଶାନ୍ତି ଓ ନକାରାତ୍ମକ ପ୍ରଭାବ ଆଣିପାରେ। ମନୁସ୍ମୃତିରେ ଉଲ୍ଲେଖ ମିଳେ ଯେ ଯେଉଁ ବ୍ୟକ୍ତି ଅନ୍ୟର ହଜିଯାଇଥିବା ଧନକୁ ନିଜ ପାଇଁ ବ୍ୟବହାର କରେ, ସେ ପାପର ଭାଗିଦାର ହୁଏ। ଏଠାରେ ଚୋରିର ଅର୍ଥ କେବଳ ଲୁଚିକରି ନେବା ନୁହେଁ, ବରଂ ଅନ୍ୟ କାହାରି ହଜିଯାଇଥିବା ଧନକୁ ନିଜର ବୋଲି ମାନି ନେବାକୁ ମଧ୍ୟ ଚୋରିର ସମାନ ମନାଯାଉଛି। ପୁରାଣରେ ଏକ ରୋଚକ ପ୍ରସଙ୍ଗ ମିଳେ। ଜଣେ ବ୍ୟକ୍ତିଙ୍କୁ ମାଟି ତଳେ ପୋତା ହୋଇଥିବା ବହୁତ ଧନ ମିଳିଲା। ସେ ଭାବିଲେ ଏହା ବୋଧହୁଏ ଭଗବାନଙ୍କ କୃପା ଏବଂ ତାଙ୍କର ସୌଭାଗ୍ୟ। ସେ ସେହି ଧନକୁ ଘରକୁ ନେଇଗଲେ। କିନ୍ତୁ କିଛି ଦିନ ମଧ୍ୟରେ ପରିସ୍ଥିତି ବଦଳିବା ଆରମ୍ଭ ହେଲା। ପରିବାରରେ ଝଗଡ଼ା, ସ୍ୱାସ୍ଥ୍ୟର ଅବନତି, ବ୍ୟାପାରରେ କ୍ଷତି ଏବଂ ଶେଷରେ ଧନ ସମ୍ପତ୍ତିର ବିନାଶ। କୁହାଯାଏ ଯେ ସେହି ଧନ କୌଣସି ବ୍ୟକ୍ତିଙ୍କ ଦ୍ୱାରା ମନ୍ତ୍ର ଶକ୍ତିରେ ସୁରକ୍ଷିତ କରାଯାଇଥିଲା। ଅନୁମତି ବିନା ତାହାକୁ ନେବା ପରିବାର ପାଇଁ ଅଭିଶାପ ପାଲଟିଗଲା। ଏହି କାହାଣୀ ଏକ ଧାରଣା ଦେଇଥାଏ ଯେ ପୋତା ହୋଇଥିବା ଧନ କେବେ କେବେ ତାନ୍ତ୍ରିକ ପ୍ରକ୍ରିୟା, କୁଲଧର୍ମ କିମ୍ବା ବିଶେଷ ଊର୍ଜା ସହ ଜଡ଼ିତ ଥାଇପାରେ। ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଏକ ଗଭୀର ଶିକ୍ଷା ଦେଇଛନ୍ତି। ଅଧର୍ମରେ ପ୍ରାପ୍ତ ବସ୍ତୁ ମଣିଷକୁ ଅଧର୍ମର ପଥରେ ନେଇଯାଏ। ଅର୍ଥାତ୍ ଧନ ଯେତେ ଛୋଟ ହେଉନା କାହିଁକି, ଯଦି ତାହା ଅନୁଚିତ ଉପାୟରେ ମିଳିଛି, ତେବେ ସେହି ଧନ ମଣିଷର ବୁଦ୍ଧି ଓ ଧର୍ମକୁ ପ୍ରଭାବିତ କରିପାରେ। ଶାସ୍ତ୍ର ଅନୁସାରେ ପଡ଼ିଥିବା ଧନ ଅନ୍ୟ କାହାରିର ପରିଶ୍ରମର ଫଳ, ଯାହାକୁ ନେଇଯିବା କର୍ମ ନୁହେଁ ବରଂ ଚୋରିର ସମାନ। ଏବଂ ସେହି ଧନ ସହ ତାହାର ମାଲିକଙ୍କ ଊର୍ଜା ମଧ୍ୟ ଜଡ଼ିତ ରହିଥାଏ। ଯଦି ସେହି ବ୍ୟକ୍ତି ଦୁଃଖୀ, ଋଣଗ୍ରସ୍ତ କିମ୍ବା କଷ୍ଟରେ ଅଛନ୍ତି, ତେବେ ସେହି ନକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନକୁ ମଧ୍ୟ ପ୍ରବେଶ କରିପାରେ ବୋଲି ଲୋକ ମାନ୍ୟତା ରହିଛି। ଏବେ ଆସନ୍ତୁ ଗରୁଡ଼ ପୁରାଣରେ ବର୍ଣ୍ଣିତ ଏକ କାହାଣୀକୁ। ଥରେ ଗରୁଡ଼ ଭଗବାନ ବିଷ୍ଣୁଙ୍କୁ ପଚାରିଲେ, ହେ ପ୍ରଭୁ, ରାସ୍ତାରେ ପଡ଼ିଥିବା ଧନକୁ ନେବାକୁ ପାପ କାହିଁକି କୁହାଯାଏ? ତେବେ ଭଗବାନ ବିଷ୍ଣୁ ଏକ ଗୁପ୍ତ ରହସ୍ୟ କହିଥିଲେ। ପ୍ରାଚୀନ କାଳରେ ସୋମଦତ୍ତ ନାମକ ଜଣେ ବ୍ୟାପାରୀ ଥିଲେ। ସେ ସତ୍ୟବାଦୀ, ଧାର୍ମିକ ଏବଂ ପରିଶ୍ରମୀ ଥିଲେ। ଥରେ ଜଙ୍ଗଲ ରାସ୍ତାରେ ଯିବାବେଳେ ସେ ସ୍ୱର୍ଣ୍ଣ ମୁଦ୍ରାରେ ଭର୍ତ୍ତି ଏକ ଥଳି ପାଇଲେ। ପ୍ରଥମେ ସେ ଭାବିଲେ ଯେ ଏହା କୌଣସି ଯାତ୍ରୀଙ୍କର ହୋଇପାରେ, କିନ୍ତୁ ପରେ ଲୋଭ ତାଙ୍କ ମନରେ ପ୍ରବେଶ କଲା। ସେ ଭାବିଲେ ବୋଧହୁଏ ଭାଗ୍ୟ ତାଙ୍କୁ ଏହି ଉପହାର ଦେଇଛି। ସେ ଧନକୁ ଘରକୁ ନେଇଗଲେ। କିନ୍ତୁ ତାପରେ ଆରମ୍ଭ ହେଲା ଏକ ଅଦ୍ଭୁତ ପରିବର୍ତ୍ତନ। ତାଙ୍କ ସ୍ତ୍ରୀ ଅସୁସ୍ଥ ହେଲେ, ବ୍ୟାପାରରେ କ୍ଷତି ହେବା ଆରମ୍ଭ ହେଲା, ଘରେ କଲହ ବଢ଼ିଲା, ପାଳିତ ପଶୁମାନେ ମରିବାକୁ ଲାଗିଲେ ଏବଂ ଏମିତି ଲାଗିଲା ଯେପରି ଘରର ଲକ୍ଷ୍ମୀ ରୁଷ୍ଟ ହୋଇଯାଇଛନ୍ତି। ଅସହାୟ ହୋଇ ସୋମଦତ୍ତ ଜଣେ ଋଷିଙ୍କ ପାଖକୁ ଗଲେ। ଋଷି ଧ୍ୟାନରେ କହିଲେ, ଏସବୁ ସେହି ଧନର ପ୍ରଭାବ। ସେ ଧନ ତୁମର ନୁହେଁ,
ତୁମେ ତାହା ସହିତ ତାଙ୍କର ମାଲିକଙ୍କ କର୍ମ, ଦୁଃଖ ଏବଂ ଭାଗ୍ୟକୁ ମଧ୍ୟ ନେଇ ଆସିଛ। ସୋମଦତ୍ତ ଭୟଭୀତ ହୋଇ ପଚାରିଲେ, ଏବେ ମୁଁ କ'ଣ କରିବି? ଋଷି କହିଲେ, ଯଦି ସମ୍ଭବ ତାହାର ପ୍ରକୃତ ମାଲିକଙ୍କୁ ଫେରାଇ ଦିଅ, ନଚେତ୍ ତାହାକୁ ଦାନ କରିଦିଅ। ପରଦିନ ସୋମଦତ୍ତ ସେହି ଧନକୁ ମନ୍ଦିର ଏବଂ ଗରିବମାନଙ୍କ ମଧ୍ୟରେ ଦାନ କରିଦେଲେ। ଧୀରେ ଧୀରେ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ହେଲା। ବ୍ୟାପାର ପୁଣି ଉନ୍ନତି କରିବାକୁ ଲାଗିଲା। ଘରେ ଶାନ୍ତି ଫେରି ଆସିଲା ଏବଂ ଏହି କାହାଣୀ ଅନୁସାରେ ମାତା ଲକ୍ଷ୍ମୀ ପୁଣି ସେହି ଘରେ ବାସ କଲେ। ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ କହିଲେ, ପରଧନ ଗ୍ରହଣ କରିବା ସେ ଯେତେ ଛୋଟ ହେଉନାହିଁ ଏକ ଗୁରୁତର ଅଧର୍ମ ଏବଂ ଯେଉଁ ବ୍ୟକ୍ତି ଲୋଭବଶତଃ ତାହାକୁ ନିଜର କରେ ସେ ତାହାର କର୍ମଫଳର ଭାଗୀ ହୁଏ। ସେଥିପାଇଁ ପୌରାଣିକ ମାନ୍ୟତା ଅନୁସାରେ ଯଦି ଆପଣଙ୍କୁ କେବେ ରାସ୍ତାରେ ଧନ ମିଳେ ତେବେ ପ୍ରଥମେ ତାହାର ମାଲିକକୁ ଖୋଜିବାର ଚେଷ୍ଟା କରନ୍ତୁ। ଯଦି ତାହା ଅସମ୍ଭବ ହୁଏ ତେବେ ତାହାକୁ ଦାନ କରିବାକୁ ଉତ୍ତମ ମନାଯାଇଛି। କୁହାଯାଏ, ଦାନ କରିବା ଦ୍ୱାରା ସେହି ଧନର ନକାରାତ୍ମକ ପ୍ରଭାବ ଶାନ୍ତ ହୋଇଯାଏ ଏବଂ ତାହା ସକାରାତ୍ମକ କର୍ମରେ ପରିଣତ ହୁଏ। ତେବେ ପ୍ରଶ୍ନ ଆପଣଙ୍କ ପାଇଁ, ଯଦି ଆସନ୍ତାକାଲି ରାସ୍ତାରେ ଚାଲୁଥିବା ବେଳେ ଆପଣଙ୍କୁ ଏକ ନୋଟ୍ କିମ୍ବା ଧନଥଲି ମିଳେ, ଆପଣ କ'ଣ କରିବେ? ତାହାକୁ ଭାଗ୍ୟର ଉପହାର ବୋଲି ଭାବିବେ ନା ଏକ ପରୀକ୍ଷା? ଆପଣଙ୍କ ମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଯଦି ଏହି ଡକ୍ୟୁମେଣ୍ଟାରୀ ଆପଣଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।